ସାର୍ ଆପଣଙ୍କର ପରିଚୟ ଏବଂ ଆଜିର କାର୍ଯ୍ୟକ୍ରମ। ମୋ ନାଁ ଡୋମାନ ସୋରେନ, ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ଆଇଟି ରାଉରକେଲା। ଆଜିର ପ୍ରୋଗ୍ରାମ ଯୋଉ ଆମର ଶିଶୁ ଦିବସ ପାଳନ କରାହଉଛି, ଏଇଟା ଆମର ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନକୁ ସେଲିବ୍ରେସନ କରାହଉଛି। ସେ ଆମର ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଶିଶୁ ମାନଙ୍କୁ ବହୁତ ଭଲ ପାଉଥିଲେ। ସେଥିପାଇଁ ଏଇ ତାଙ୍କ ଜନ୍ମଦିନଟାକୁ ଶିଶୁ ଦିବସ ରୂପେ ପାଳନ କରାହଉଛି। ଆମର ଆଜି ଏଇ ଗଭର୍ଣ୍ଣମେଣ୍ଟ ଆଇଟି ରେ ଏଇ ଉତ୍ସାହ ସହିତ ଶିଶୁ ଦିବସକୁ ପାଳନ କରାଯାଉଛି। କାହିଁକି ନା ଆମର ଯୋଉ ଆଇଟିଆଇ ରେ ଯୋଉଟା କୁହାଯାଉଛି ଶିଶୁ ଶ୍ରମିକ, ଏଇ ଛୋଟ ଛୋଟ ପିଲାମାନେ ଭବିଷ୍ୟତରେ ଭଲ ଟେକ୍ନିସିଆନ ହେଇକି ବାହାରିବେ, ତାଙ୍କ ଉଦ୍ଦେଶ୍ୟରେ ଆଉ ସେ ଯେମିତି ଆମର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସେ ପିଲାମାନଙ୍କୁ ଭଲ ପାଉଥିବାରୁ ତାଙ୍କୁ ଦେଶ ଚାଚା ନେହେରୁ ଭାବେ ତାଙ୍କୁ ପରିଗଣିତ କରିଛନ୍ତି। ଆଉ ପିଲାମାନଙ୍କୁ କେମିତି ଏଇ ଟେକ୍ନିକାଲ ଏଜୁକେସନ ରେ ଆଗକୁ ବଢିବା, ତାଙ୍କୁ ଭଲ ଜବ ମିଳିବ ଆଉ ଭଲ ପ୍ରେରଣା ମିଳିବ, ଏଥିପାଇଁ ଏଇ ଦିବସଟିକୁ ପାଳନ କରାଯାଉଛି। ମୁଁ ପିଲାମାନଙ୍କ ପାଇଁ ମେସେଜ ଦେଉଛି, ସେମାନେ ଯୋଉ ଆଇଟିଆଇ କୁ ଯୋଉ ଉଦ୍ଦେଶ୍ୟରେ ଆସିଛନ୍ତି, ସେମାନେ ତାଙ୍କର ପାଠ ପଢା ଜାରି ରଖନ୍ତୁ। ଯାହା ମାନେ ସାର୍ ମ୍ୟାଡାମ ମାନେ ତାଙ୍କୁ ନଲେଜ, ପ୍ରାକ୍ଟିକାଲ ଆଉ ଥିଓରି ନଲେଜ ଦେବେ, ସେଇଟାକୁ ଶିଖନ୍ତୁ। ଆଉ ଭବିଷ୍ୟତରେ ଭଲ ଟେକ୍ନିସିଆନ ହିସାବରେ ଆମର ଓଡ଼ିଶା, ଆମର ଏଇ ରାଉରକେଲାର ଆଉ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟର, ଓଡ଼ିଶାର ଦେଶ, ଭାରତ ଦେଶର ଆଉ ପୃଥିବୀରେ ସେମାନେ ଭଲ କରନ୍ତୁ। ଏହା ହିଁ ମୋର ବାର୍ତ୍ତା, ଆଜିର ବାର୍ତ୍ତା। ମୁଁ ଶ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟ ଶୈକ୍ଷିକ ପରାମର୍ଶଦାତା, ପର୍ଯ୍ୟବେକ୍ଷଣ ଗୃହ ଓ ସ୍ୱତନ୍ତ୍ର ଗୃହ ରାଉରକେଲାର ସଦସ୍ୟ ଅଟେ। ଆଜି ଧନ୍ୟବାଦ ଦେବି ଏଇ ଆଇଟିଆଇ ର ଆମର ସ୍କିଲ୍ ସିଟି ରାଉରକେଲାର ଗୋଟେ ମୁଖ୍ୟ ଅନୁଷ୍ଠାନ, ଯିଏକି ସ୍ମାର୍ଟ ସିଟିକୁ ଗଢ଼ି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ଆଉ କେହି ନୁହଁ, ଏଇ ଆଇଟିଆଇ ର ଅଧ୍ୟକ୍ଷ ମହାଶୟ ସୋରେନ ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଏଇଭଳି ଏକ ନିଆରା କାର୍ଯ୍ୟକ୍ରମ ଏଇ ଆଇଟିଆଇ ରେ ଅନୁଷ୍ଠିତ କରୁଥିବାରୁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। କାରଣ ସେ ବୁଝିପାରିଛନ୍ତି ଯେ ଆଜିର ଶିଶୁ କାଲିର ନାଗରିକ। ଏଇମାନେ ବଡ ହେଇ ସହରକୁ ସବୁ ଚାହେଁ, ତାଙ୍କର ନିଜର ଗାଁ, ନିଜ ସମାଜ, ପରିବେଶ ଏବଂ ଏଇ ସବୁ ଚାହେଁ ତାଙ୍କର ଏଇ ଦେଶ ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ ହୋଇ ରହିବ। ଭଲ ଟେକ୍ନିକାଲ